ଆପଣ କରିନାହାନ୍ତି କି ଆପଣଙ୍କ ପିଲାଙ୍କ ଆଧାର ଅପଡେଟ୍? ଏବେ ସ୍କୁଲ ହେବ ଏହି କାମ। 5 ରୁ 7 ବର୍ଷ ବୟସର ପିଲାମାନଙ୍କ ପାଇଁ ବାଲ୍ ଆଧାରର ବାୟୋମେଟ୍ରିକ୍ସ ଅପଡେଟ୍ କରିବା ବାଧ୍ୟତାମୂଳକ, ନଚେତ୍ ଏହା ଡିଆକ୍ଟିଭ୍ ହୋଇଯିବ। ଚାଲନ୍ତୁ ଆଜି ଆମେ ଜାଣିବା ପିଲାଙ୍କର ବାୟୋମେଟ୍ରିକ୍ ଅପଡେଟ୍ କରିବା ପାଇଁ କେଉଁ ସବୁ ଡକୁମେଣ୍ଟ ଲାଗୁଛି। ଚାଲନ୍ତୁ ଏ ବିଷୟରେ ଜାଣିବା। ତେଣୁ ଭିଡ଼ିଓକୁ ଆରମ୍ଭ କରିବା ପୂର୍ବରୁ ଆପଣ ସମସ୍ତଙ୍କୁ ଅନୁରୋଧ କରୁଛି ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ। ଚାଲନ୍ତୁ ଡେରି ନକରିକି ଭିଡ଼ିଓଟିକୁ ଆରମ୍ଭ କରିବା। ଆଜିକାଲି ଆଧାର କାର୍ଡ଼ କେବଳ ପରିଚୟ ପାଇଁ ନୁହେଁ, ବରଂ ଅନେକ ଗୁରୁତ୍ୱପୂର୍ଣ୍ଣ କାମ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଡକୁମେଣ୍ଟ ପାଲଟିଛି। ସ୍କୁଲରେ ପିଲାଙ୍କ ପ୍ରବେଶ ହେଉ କିମ୍ବା ବ୍ୟାଙ୍କ ଆକାଉଣ୍ଟ ଖୋଲିବା କିମ୍ବା କୌଣସି ସରକାରୀ ଯୋଜନାର ଲାଭ ନେବା, ସବୁଠି ଆଧାର ଆବଶ୍ୟକ। ଏପରି ପରିସ୍ଥିତିରେ ଏଥିରେ ଆପଣଙ୍କର ସୂଚନା ଅପଡେଟ୍ କରିବା ବହୁତ ଗୁରୁତ୍ୱପୂର୍ଣ୍ଣ ଏବଂ ଏହି ନିୟମ କେବଳ ବୟସ୍କଙ୍କ ପାଇଁ ନୁହେଁ, ବରଂ ପିଲାମାନଙ୍କ ଆଧାର ପାଇଁ ମଧ୍ୟ ପ୍ରଯୁଜ୍ୟ। 5 ରୁ 7 ବର୍ଷ ବୟସର ପିଲାମାନଙ୍କ ପାଇଁ ବାଲ୍ ଆଧାରର ବାୟୋମେଟ୍ରିକ୍ସ ଅପଡେଟ୍ କରିବା ବାଧ୍ୟତାମୂଳକ, ନଚେତ୍ ଏହା ଡିଆକ୍ଟିଭ୍ ହୋଇଯିବ। ଏବେ UIDAI ଏହି କାମକୁ ସହଜ କରିବା ପାଇଁ ଏକ ବଡ଼ ଯୋଜନା ପ୍ରସ୍ତୁତ କରିଛି, ଯାହା ଅଧୀନରେ ବାଲ୍ ଆଧାର ଅପଡେଟ୍ କରିବା ପାଇଁ ଆଧାର କେନ୍ଦ୍ର ଯିବାର ଆବଶ୍ୟକତା ରହିବ ନାହିଁ ଏବଂ ଏହି ଗୁରୁତ୍ୱପୂର୍ଣ୍ଣ କାମ ତାଙ୍କ ସ୍କୁଲରେ ହିଁ ଶୀଘ୍ର କରାଯିବ। ଆସନ୍ତୁ ଜାଣିବା ଭାରତୀୟ ଅନନ୍ୟ ପରିଚୟ ପ୍ରାଧିକରଣ କ'ଣ ପ୍ରସ୍ତୁତ କରିଛି। ରିପୋର୍ଟ ଅନୁଯାୟୀ UIDAI ଖୁବ୍ ଶୀଘ୍ର ସ୍କୁଲଗୁଡ଼ିକ ମାଧ୍ୟମରେ ପିଲାମାନଙ୍କ ଆଧାର କାର୍ଡ଼ର ବାୟୋମେଟ୍ରିକ୍ ଅପଡେଟ୍ ଆରମ୍ଭ କରିବାକୁ ଯୋଜନା କରୁଛି। ଏହା ଅଧୀନରେ ପ୍ରତ୍ୟେକ ଜିଲ୍ଲାକୁ ବାୟୋମେଟ୍ରିକ୍ ମେସିନ୍ ପଠାଯିବ। ସେଠାରୁ ସେଗୁଡ଼ିକୁ ଗୋଟିଏ ସ୍କୁଲରୁ ଅନ୍ୟ ଏକ ସ୍ଥାନୀୟ ସ୍କୁଲକୁ ପଠାଯିବ ଏବଂ ଏହି କାମ ପର୍ଯ୍ୟାୟକ୍ରମେ ସମାପ୍ତ ହେବ। ରିପୋର୍ଟରେ ଆଧାର ପ୍ରତିଷ୍ଠାନ ସହିତ ଜଡ଼ିତ ଜଣେ ଉଚ୍ଚସ୍ତରୀୟ ଅଧିକାରୀ ଏହି ପ୍ରସ୍ତୁତି ସହିତ ଜଡ଼ିତ ଏହି ସୂଚନା ସେୟାର କରିଛନ୍ତି। ଆଧାର କର୍ତ୍ତୃପକ୍ଷ ସ୍କୁଲ ମାଧ୍ୟମରେ ଆଧାର କାର୍ଡ଼ ଅପଡେଟ୍ କରିବା ପାଇଁ କାମ ଆରମ୍ଭ କରିଛନ୍ତି। ଭାରତୀୟ ସ୍ୱତନ୍ତ୍ର ପରିଚୟ କର୍ତ୍ତୃପକ୍ଷଙ୍କ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଭୁବନେଶ୍ୱର କୁମାରଙ୍କ ଅନୁଯାୟୀ ଏହି କାମ 2 ମାସ ପରେ ଆରମ୍ଭ କରାଯାଇପାରିବ ଏବଂ ପର୍ଯ୍ୟାୟକ୍ରମେ ପିଲାମାନଙ୍କର ବାୟୋମେଟ୍ରିକ୍ ଅପଡେଟ୍ ଆରମ୍ଭ କରିବାର ପ୍ରକଳ୍ପ ଉପରେ କାମ ଚାଲିଛି। ଏ ସମ୍ପର୍କିତ ଅପଡେଟ୍ ବିଷୟରେ ସୂଚନା ଦେଇ କୁମାର କହିଛନ୍ତି ଯେ ବର୍ତ୍ତମାନ ଆମେ ଏହି ପ୍ରଯୁକ୍ତି ବିଦ୍ୟାର ପରୀକ୍ଷଣ କରୁଛୁ ଏବଂ ଏହା 45 ରୁ 60 ଦିନ ମଧ୍ୟରେ ପ୍ରସ୍ତୁତ ହୋଇଯିବ। ଭୁବନେଶ୍ୱର କୁମାର କହିଛନ୍ତି ଯେ ବାୟୋମେଟ୍ରିକ୍ ସହିତ ଆଧାର କାର୍ଡ଼ ଅପଡେଟ୍ ହୋଇନଥିବା ପିଲାଙ୍କ ସଂଖ୍ୟା ନିରନ୍ତର ବୃଦ୍ଧି ପାଉଛି ଏବଂ ଏହା ଏବେ 7 କୋଟି ଅତିକ୍ରମ କରିସାରିଛି। ସେ ଆହୁରି କହିଛନ୍ତି ଯେ 5 ବର୍ଷରୁ ଅଧିକ ବୟସର ସମସ୍ତ ପିଲାଙ୍କ ପାଇଁ ଆଧାର ବାୟୋମେଟ୍ରିକ୍ ଅପଡେଟ୍ ବାଧ୍ୟତାମୂଳକ ଏବଂ ଏହି ବର୍ଦ୍ଧିତ ସଂଖ୍ୟାକୁ ଦୃଷ୍ଟିରେ ରଖି UIDAI ସ୍କୁଲଗୁଡ଼ିକ ମାଧ୍ୟମରେ ବିଳମ୍ବ ନକରି ଏହି କାମ କରିବା ପାଇଁ ଏକ ଯୋଜନା ପ୍ରସ୍ତୁତ କରିଛି। UIDAI ସୋସିଆଲ ମିଡ଼ିଆ ପ୍ଲାଟଫର୍ମ X ମାଧ୍ୟମରେ ନିରନ୍ତର ସତର୍କତା ଜାରି କରୁଛି ଏବଂ ଏଥିରେ ଅଭିଭାବକମାନଙ୍କୁ କୁହାଯାଇଛି ଯେ ବାଧ୍ୟତାମୂଳକ ବାୟୋମେଟ୍ରିକ୍ ଅପଡେଟ୍ ସ୍କୁଲ ପ୍ରବେଶ ପରୀକ୍ଷା, ଛାତ୍ରବୃତ୍ତି ଏବଂ DBT ଲାଭ ସହଜରେ ପାଇବାକୁ ସକ୍ଷମ କରିବ। ଏହା ସହିତ କର୍ତ୍ତୃପକ୍ଷ ନିର୍ଦ୍ଦେଶ ଦେଇଛନ୍ତି ଯେ ଯଦି 7 ବର୍ଷରୁ ଅଧିକ ବୟସର ପିଲାର ଆଧାର ବାୟୋମେଟ୍ରିକ୍ ଅପଡେଟ୍ ସମୟ ମଧ୍ୟରେ ଅପଡେଟ୍ ନ ହୁଏ, ତେବେ ତାଙ୍କର ଆଧାରକୁ ନିଷ୍କ୍ରିୟ କରାଯାଇପାରିବ ଏବଂ ସେ ସମସ୍ତ ସୁବିଧାରୁ ବଞ୍ଚିତ ହୋଇପାରିବ। ଯଦି ଆମେ ବାଲ୍ ଆଧାର ତିଆରି କରିବା ସହିତ ଜଡ଼ିତ ନିୟମ ଉପରେ ନଜର ପକାଇବା, ତେବେ 0 ରୁ 5 ବର୍ଷ ବୟସର ପିଲାମାନଙ୍କର ଆଧାର କାର୍ଡ଼ ବାୟୋମେଟ୍ରିକ୍ ବିନା ତିଆରି କରାଯାଏ ଏବଂ ଏଥିପାଇଁ କେବଳ ସେମାନଙ୍କର ଫଟୋ, ନାମ, ଜନ୍ମ ତାରିଖ, ଠିକଣା ଏବଂ ପିତାମାତାଙ୍କ ଡକୁମେଣ୍ଟ ଆବଶ୍ୟକ। ଯେତେବେଳେ ପିଲାଟି 5 ବର୍ଷ ବୟସ ପୂରଣ କରେ, ସେତେବେଳେ ପ୍ରଥମ ବାୟୋମେଟ୍ରିକ୍ ଅପଡେଟ୍ ଭାବରେ ତାଙ୍କର ଫିଙ୍ଗରପ୍ରିଣ୍ଟ, ଆଇରାଇସ୍ ସ୍କାନ୍ ଏବଂ ସଦ୍ୟତମ ଫଟୋ ଅପଡେଟ୍ କରିବା ଆବଶ୍ୟକ। UIDAI ସ୍ପଷ୍ଟ କରିଛି ଯେ 5 ରୁ 7 ବର୍ଷ ବୟସର ପିଲାମାନଙ୍କ ପାଇଁ ଆଧାରର ବାୟୋମେଟ୍ରିକ୍ ଅପଡେଟ୍ କିମ୍ବା MBU ପ୍ରକ୍ରିୟା ବର୍ତ୍ତମାନ ସମ୍ପୂର୍ଣ୍ଣ ମାଗଣା। ହଠାତ୍ ଏଥିପାଇଁ କୌଣସି ଶୁଳ୍କ ନିଆଯିବ ନାହିଁ। ତଥାପି ଯଦି ପିଲାଟି 7 ବର୍ଷରୁ ଅଧିକ ବୟସର ହୋଇଥାଏ, ତେବେ ଏହି କାମ ପାଇଁ 100 ଟଙ୍କା ଫି ଦେବାକୁ ପଡ଼ିବ। ଯଦି ଆପଣଙ୍କ ଘରେ ବି ପିଲାମାନଙ୍କର ଆଧାରରେ ବାୟୋମେଟ୍ରିକ୍ ଅପଡେଟ୍ ହୋଇନାହିଁ, ତ ଆପଣମାନଙ୍କ ପାଇଁ ଏଇଟା ଏକ ଖୁସି ଖବର। ଖୁବ୍ ଶୀଘ୍ର ସବୁ ସ୍କୁଲରେ ପିଲାମାନଙ୍କର ବାୟୋମେଟ୍ରିକ୍ ଅପଡେଟ୍ କରାଯିବ। ତ ଆପଣମାନେ ନିଜ ପିଲାଙ୍କର ଅପଡେଟ୍ କରିନେବେ ସ୍କୁଲରେ। ଆଉ ଯାହା ବି ସବୁ ଡକୁମେଣ୍ଟ ଲାଗିବ, ଆପଣମାନେ ସେ ଡକୁମେଣ୍ଟ ଦେଇକି ନିଜ ପିଲାଙ୍କର ବାୟୋମେଟ୍ରିକ୍ ଅପଡେଟ୍ କରିଦେବେ।
आशा करुँच आपको ये भिडियोटी निश्चित भाव में भल लगी जदि आपको ये भिडियोटी भल लगी था दयाकोरी ये भिडियो को लाइक शेयर और कमेंट करूँ आउ एमतीका भिडियो देखा चाहूँगा आम चैनल को एवं सब्सक्राइब कर दिंतु। धन्यवाद।